श्रीमद्भागवत द्वितीय स्कंध दशमोऽध्यायः। श्रीशुक उवाच मुनि कहन्ति राये शृण ए भागवतर लक्षण 10 प्रकारे भाव चिंती पुराण पुरुषे बोलांती ताहा कहिबा एके एके प्रस्तावे तोहर सम्मुखे सर्ग विसर्ग जेवास्थान पोषण उति परिमाण जे मन्वंतर ईश कथा निरोध मुक्तिर व्यवस्था आश्रय मिशी 10 गुण ए भागवतर लक्षण 10 विशुद्ध अर्थे रहे नवलक्षण जेबा होए वेद विचारी महाजने तत्व कहन्ति अनुमाने 10 इंद्रिय पंचमात्र महत तुले पंचभूत ताहांक जन्म सर्ग कही विसर्ग गुण चित्त देई। हरि हरि बोल। विराट पुरुषर देहे ब्रह्मा सर्जना जेते होए पौरुष चराचर जेते विसर्ग बोलंती टीएते विष्णु विजय स्थिति नाम भक्तानुग्रह जे पोषण मन्वंतर जे मनु धर्म कर्म वासना उति नाम विष्णु अवतार चरित तार भक्तंक जे उकत कृष्णर कथा अनुवादे उत्तम पुरुषंक मध्ये ईशानु कथा एहा कही अपरे शुण मन देई संहरी आत्मार सकति जले शयन जोगपति निरोध बोली तार नाम निज स्वभावे पूर्ण काम मुक्ति स्वरूपे व्यवस्थिति जहि न घटे पुनर्गति आभास निरोध ए दुई जाठारु प्रकाश हुई आश्रय नाम से बोलाई परम ब्रह्म जाकु कही से परमात्मा नर हरि अंशे अशेष घटे पुरी तार सकाशु जीव एक तेणु बोलाई आध्यात्मिक से अधिदेवता बोलाई अधिभूतंक आत्मा से ही जेबेनी विच्छेद करई ताहाकु अधिभूत कही अभावे एकतर जदि न लक्ष्ये परस्पर तेबे एनुहई संसार जे मनते चक्षु दिन कर तृतीय साक्षी रूप होई जे देखे परमात्मा से ही अन्य आश्रय से हुई तार आश्रय अटे से ही सर्व आश्रय तार नाम परम पुरुष उत्तम से जेउ काले अंडभेदी बाहर हेला गुण निधि आत्मार स्थान इच्छा करी स्वभावे जल सृष्टि करी से जल मध्य मायाधर बंचिला सहस्र बत्सर जलर नारा बोली नाम तेणु ता नाम नारायण जे द्रव्य गुण कर्म काल स्वभावे जीव एक मेल जा अनुग्रहे उपुजंती जार निग्रहे लीन होती जे जोग माया बळे उठी अंशे कल्पई नाना सृष्टि सुवर्णमय ता शरीर सर्जिला त्रिविध प्रकार आधिदैवत आध्यात्मिक आवर आधि भौतिक गुण पौरुष बीर्य बळे यथा त्रिविधि भेद हेले अंत शरीर आकाशरु परम पुरुष चेष्टारु स्वभावे ओजसह बल जात होइले अनर्गल ए तिनि भाबु प्राण जात 10 प्राणक मूलनाथ ताहार बळे प्राण चले
ଇନ୍ଦ୍ରିୟ ଚେଷ୍ଟାକୁ ସେ କରେ। ଜ୍ଞାନ ଅଜ୍ଞାନ ଏହି ମତେ ଅଶେଷ ଜନ ଅନ୍ତର୍ଗତେ। ରାଜ୍ୟକୁ ଯେହ୍ନେ ଆଶ୍ରେ କରି ସେବକ ପଥେ ଅନୁସରି। ମୂଳକ ମଳୁ ଏହି ମତେ ସଞ୍ଚରୁ ବ୍ରହ୍ମରନ୍ଧ୍ର ପଥେ। ପ୍ରାଣର ଆତଜାତ ଶ୍ରମେ ଉପୁଜେ କ୍ଷୁଧାତୃଷା ସମେ। କ୍ଷୁଧାତୃଷାର ମାର୍ଗ ସୁଖ ଅର୍ଥେ ସୃଜିଲା ଅଗ୍ରେ ମୁଖ। ମୁଖର ମୂଳେ ତାଳୁ ଜାତ ସଂଯୋଗେ ରସନା ସମ୍ଭୂତ। ତାର ସଂଯୋଗେ ନାନା ରସେ ବସନ୍ତି ବରୁଣ ବିଶ୍ୱାସେ। ଶବଦ ଅର୍ଥେ ମୁଖ ଦ୍ୱାରେ ଅଗ୍ନି ଦେବତା ବାକ୍ୟ ଧରେ। ସୁଚିର କାଳ ଥାଇ ଜଳେ ନାସା ବିମ୍ବର ବାୟୁ ବଳେ। ଆଘ୍ରାଣ ଅର୍ଥେ ଉପୁଜିଲେ ତକ୍ଷଣେ ଗନ୍ଧ ବହତୁଲେ। ଆତ୍ମାର ଦେଖି ଅନ୍ଧକାର ବ୍ରହ୍ମା ସୃଜିଲା ଚକ୍ଷୁଦ୍ୱାର। ଜ୍ୟୋତି ସର୍ଜିଲା ତାର କ୍ଷଣେ ରୂପଗ୍ରହଣ ଇଚ୍ଛି ମନେ। ବେଦ ପୁରୁଷଙ୍କ ବଚନେ ବିଧାତା ବେଦ ଅନୁମାନେ। ଶୁଣିବା ଅର୍ଥେ ନାନା ସ୍ୱନ ନିର୍ମଳେ ପ୍ରକାଶିଲା କର୍ଣ୍ଣ। ଦିଗ ଦେବତାଙ୍କର କ୍ଷଣେ ପ୍ରକାଶେ ଯେ ବାମ ଦକ୍ଷିଣେ। ବସ୍ତୁର କୋମଳ କଠିନ ଲଘୁ କିୟ ବା ଗୁରୁ ଗୁଣ। ଶୀତଳ ଉଷ୍ମ ଯେଣେ ଜାଣି ପବନ ଯୋଗେ ପରିମାଣି। ସେ ଚର୍ମ ଇନ୍ଦ୍ରି ଗୁଣେ ଭଜି ଉପରେ ବହେ ରୋମରାଜି। ଅଶେଷ କର୍ମ କରିବାରେ ପ୍ରକାଶ ହୃଦୟ ଉପରେ। ବାମ ଦକ୍ଷିଣ ବେନିକର ଯହିଁ ରକ୍ଷକ ସୁନାସିର। ଦାନ ଆଦାନ କର୍ମ ଆଦି ଅର୍ଥେ ସର୍ଜିଲା ବେଦବାଦୀ। ସୁଗମ ଗତି ଚିନ୍ତି ପୁଣ ବିଧାତା ସର୍ଜିଲା ଚରଣ। ସେ ବାମ ଦକ୍ଷିଣ ପଦର ରକ୍ଷକ ହେଲେ ଯଜ୍ଞେଶ୍ୱର। ସମସ୍ତ ହବ୍ୟ କବ୍ୟ ବିଧି ଚରଣ ଯୁଗ ବଳେ ସାଧି। ବେନି ଚରଣ ମୂଳ ଦେଶେ ଆନନ୍ଦେ ଶିଷ୍ଣ ପରକାଶେ। ସନ୍ତାନ ଉତ୍ପତ୍ତି କାରଣେ ରକ୍ଷକ ପ୍ରଜାପତି ଗଣେ। ଉଭୟ ଆନନ୍ଦର ଦ୍ୱାର ଅନଙ୍ଗ ତୁଲେ ନିଶାକର। ଉତ୍ସର୍ଗ ଅର୍ଥେ ବେଦବର ତପେ ସୃଜିଲା ମଳଦ୍ୱାର। ମିତ୍ର ଦେବତାର ବିଷୟ ଉଭୟ ଉତ୍ସର୍ଗ ଆଶ୍ରୟ। ଦେହରୁ ଦେହାନ୍ତର ଗତି ଇଚ୍ଛାରୁ ନାଭି ଉତପତି। ନାଭିରେ ପ୍ରାଣ ଯେ ଅପାନ ବିଯୋଗେ ହୁଅଇ ମରଣ। ଅନ୍ନ ଭୋଜନ ପାନ ସଧେ ନାଡ଼ି ସୃଜିଲା କୁକ୍ଷି ମଧ୍ୟେ। ନାଡ଼ିରେ ନଦୀ ତୃଷା ବସେ ଅନ୍ତ୍ରେ ସମୁଦ୍ର ରହେ ଗ୍ରାସେ। ଉଭୟ ନିମିତ୍ତ ଏ ଦୁଇ ଯେ ତୁଷ୍ଟି ପୁଷ୍ଟି ନାମ ବହି। ଆତ୍ମମାୟାକୁ ଚିନ୍ତା କରି ସତ୍ୱେ ହୃଦୟ ରୂପ ଧରି। କାମ ସଂକଳ୍ପ ଚନ୍ଦ୍ର ମନ ହୃଦୟ ଏହାଙ୍କର ସ୍ଥାନ। ହୃଦୟ ଆବୋରିବା ଆସେ ଅସ୍ଥି ସର୍ଜିଲା ପୃଷ୍ଠ ଦେଶେ। ଅସ୍ଥି ଭିତରେ ମଜ୍ଜା କଲା ଉପରେ ମେଦ ଭିଆଇଲା। ତାର ଉପରେ ମାଂସ ଧରି ରୁଧିର ଆବରଣ କରି। ତାର ଉପରେ ଚର୍ମ ରୋମ ମଜ୍ଜାର ମଧ୍ୟେ ରହେ ବ୍ଯୋମ। ଏମନ୍ତ କରି ସପ୍ତ ଧାତୁ ପ୍ରାଣୀ ଜୀବନ ମୂଳ ହେତୁ। ବାସ୍ତରୀ ସହସ୍ର ଯେ ନାଡ଼ି ହୃଦକ ମଳ ମଧ୍ୟେ ବେଢ଼ି। ପ୍ରାଣର ହୋଇ ତାଙ୍କ ମଧ୍ୟେ ଅନ୍ତରେ ରସ ମୂଳ ଭେଦେ। ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ ଭୂତାଦି ପ୍ରଭବ ଯେ ଗୁଣ। କଳ୍ପିତ ଅହଙ୍କାରେ ପୁଣ ସର୍ବବିକାର ଆତ୍ମା ମନ। ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ଯେଣେ ସଂସାର ମାୟା ଜିଣି। ଅବନି ଉଦକ ଅନଳ ପବନ ଆକାଶ ମଣ୍ଡଳ। ଏ ପଞ୍ଚଭୂତ କଳେବର ବିଷ୍ଣୁର ଭଜନ ମନ୍ଦିର। ଏମନ୍ତେ କହିଲି ମୁଁ ତୋତେ ବିଷ୍ଣୁର ସ୍ଥୂଳ ରୂପ ଯେତେ। ଏ ଜୀବ ବ୍ରହ୍ମାଣ୍ଡ ଧାରଣେ ବେଷ୍ଟିତ ଅଷ୍ଟ ଆବରଣେ। ପୃଥିବୀ ଆଦି ପଞ୍ଚଭୂତ ମନ ଅହଙ୍କାର ମହତ। ଏ ଅଷ୍ଟଗୁଣେ ଆବରଣ ଏମନ୍ତେ ବ୍ରହ୍ମାଣ୍ଡ ଘଟଣ। ଏ ସ୍ଥୂଳ ରୂପ ଯେ ତାହାର ଏହା ଉପରେ ସୂକ୍ଷ୍ମତର। ସେ ନିର୍ବିକାର ନିରଞ୍ଜନ ଅନାଦି ମଧ୍ୟମ ନିଧନ। ସେ ଶୂନ୍ୟ ମଧ୍ୟେ ନିରାକାର ମନ ବଚନ ଅଗୋଚର। ଏ
স্থূଳ ସୂକ୍ଷ୍ମ ରୂପ ଧରି ଖେଳଇ ଆତ୍ମା ମାୟା କରି ପଣ୍ଡିତେ ନ ମାନନ୍ତି ଏହା ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ବାଚ୍ୟବାଚକ ରୂପ ଧରି ସେ ବ୍ରହ୍ମରୂପୀ ଅବତରି ସେ ରୂପ ନାମ କ୍ରିୟା ଧାତୁ ଅକର୍ମା ହୋଇ କର୍ମ ହେତୁ ସର୍ବସଂକଳ୍ପ କ୍ରିୟା ଅର୍ଥେ ଶୁଣ କହିବା ଆର ଯେତେ ଆତ୍ମାକୁ ଭିନ୍ନ ଭିନ୍ନ କରି ସେ ପ୍ରଜାପତି ରୂପ ଧରି ମନୁଙ୍କୁ ସର୍ଜିଲା ସେ ହେଳେ ଋଷି ଦେବତା ପିତୃ ମିଳେ ସିଦ୍ଧଚାରଣ ବିଦ୍ୟାଧର ଗନ୍ଧର୍ବ ଗୁହ୍ୟକ ଅସୁର କିନ୍ନର ଅପସରାଗଣ ନାଗ କିଂ ପୁରୁଷ ଯେ ପୁଣ ଯକ୍ଷ ଉରଗ ମାତୃଗଣ ପିଶାଚ ଭୂତ ପ୍ରେତମାନ କୁଷ୍ମାଣ୍ଡ ଗଣ ବିନାୟକ ଉନ୍ମାଦ ବେତାଳ ଯେତେକ ଯେ ଜାତୁ ଧାନ ସରୀସୃପ ଗ୍ରହ ମୃଗାଦି ଖଗରୂପ ବୃକ୍ଷ ପର୍ବତ ପଶୁଗଣ ଏ ରୂପେ କଲେ ଏକ ସର୍ଜନ ଦ୍ୱିବିଧ ଚତୁର୍ବିଧ ଗଣେ ଜଳେ ବା ସ୍ଥଳେ ବାଗ ଗନେ ମିଶ୍ର କୁଶଳ ଅକୁଶଳ ତିନି ପ୍ରକାରେ କର୍ମଫଳ ଏତେ ପ୍ରକାରେ କର୍ମଗତି ଆତ୍ମାର ବଳେ ସେ ସର୍ଜନ୍ତି ଗୁଣ ପ୍ରଭେଦେ ତିନି ଲୋକ ଦେବ ଅସୁର ନର ଲୋକ ସତ୍ୱଗୁଣରୁ ଦେବ ହୋଇ ମନୁଷ୍ୟ ରଜଗୁଣ ବହି ତମ ଗୁଣରୁ ଅଧୋଗତି ପାପିଷ୍ଟେ ଯହିଁ ବିଶ୍ରାମନ୍ତି ସେ ତିନି ଲୋକେ ତିନି ଗତି ଭାବେ ସୃଜିଲା ପ୍ରଜାପତି ସେ ଗୁଣ ଚିତ୍ର ପ୍ରାୟ ହୋଇ ସ୍ୱଭାବେ ଭିନ୍ନ ଭିନ୍ନ ଦେହି ଏକ ଆରେକ ନ ଗଣିଲେ ନିଶ୍ଚଳେ ରହି ନ ପାରିଲେ ତା ଦେଖି ପ୍ରଭୁ ନରହରି ତକ୍ଷଣେ ଧର୍ମ ରୂପ ଧରି ବିଶ୍ୱକୁ ପାଳିବାର ଅର୍ଥେ ଦେବ ମନୁଷ୍ୟ ପଶୁ ଯେତେ ଏ ତିନି ରୂପେ ଭଗବାନ ରକ୍ଷା ପୋଷଣେ କରି ସ୍ଥାନ ସୁଖ ସମ୍ପଦ ଭୋଗ ଦେଇ ଯେ ବିଧି ସଂସାରେ ବଢ଼ାଇ ସୃଷ୍ଟିର ଭୋଗ ଅନ୍ତେ ହରି କାଳାଗ୍ନି ରୁଦ୍ର ରୂପ ଧରି ଆତ୍ମାର କ୍ରୀଡ଼ା ନାଶ କରେ ବାଳକ ଯେଶ ନେବେ ଭାରେ ସର୍ବହରଇ ଅବସାନେ ଜିମୁତ ଯେଶ ନ ପବନେ ଏଭାବେ ହରିଗୁଣ ଯେତେ ଦେବେ ଚିନ୍ତିବେ କାହିଁ ଚିତ୍ତେ କେବଳ ଭାବେ ତାଙ୍କୁ ଜାଣି ଶ୍ରୁତି ବଚନେ ତା ପ୍ରମାଣି ହରି ହରି ବୋଲ ସୃଷ୍ଟିର ଜନ୍ମ ଆଦି କାଳେ ଯେ କର୍ମ ସାଧେ ଯୋଗ ବଳେ ସ୍ୱଭାବେ କର୍ମ ଯାର ନାହିଁ ମାୟାରେ ବିଶ୍ୱ ପ୍ରକାଶଇ ଏ ବ୍ରହ୍ମ କଳ୍ପିତ ସଂସାର ବିକଳ୍ପ ନାମଟି ଏହାର ଏ ନିତ୍ୟ ସାଧାରଣ ବିଧି ଯେ ପୂର୍ବ କଳ୍ପରୁ ପ୍ରସିଦ୍ଧି ପ୍ରାକୃତ ବୈକୃତ ସଂସାର ମହତ ସ୍ଥାନର ସଞ୍ଚାର ସଂକ୍ଷେପେ କହିଲଇଁ ତୋତେ ତୁ ଯାହା ପଚାରିଲୁ ମୋତେ ଯେ କଳ୍ପ ଲକ୍ଷଣ ଯେ ନାମ ଯେ ବା କାଳର ପରିମାଣ ଭାବେ କହିବି କଳ୍ପ ଗୁଣ ରାଜନ ସାବଧାନେ ଶୁଣ ସୌନକ ଆଦି ମୁନିଗଣ ସୁତଙ୍କୁ ପଚାରନ୍ତି ପୁଣ ସୌନକ ଉବାଚ ହେ ସୁତ ତୁମ୍ଭେ ଆମ୍ଭ ଆଗେ ଯାହା କହିଲ ଆତ୍ମ ମାର୍ଗେ ଦୁର୍ଯ୍ୟୋଧନର ଦୁଷ୍ଟ ବାଣୀ ବିଦୁର ସଭା ମଧ୍ୟେ ଶୁଣି କୁଟୁମ୍ବ ଆଶା ଦୂର କରି ତୀର୍ଥ ସେବନ ମନେ ଧରି ପୃଥିବୀ କଲା ପର୍ଯ୍ୟଟନ ବୁଲି ପର୍ବତ ଘୋର ବନ କୈବଲ୍ୟ ଲାଭେ ଇଚ୍ଛା କଲା ଅନେକ ତୀର୍ଥ ଶ୍ରେ ଭ୍ରମିଲା ମୈତ୍ରେୟ ମୁନି ସଙ୍ଗେ ତାର
काहि होइला एक स्वर ब्रह्म संवाद बेनि जने करि बंचिले केउं स्थाने विदुर पचारिले जेते मैत्रेय बोधिले जे मन्ते से बंधु त्यागी कि निमन्ते पुणी मिलिले इंद्रप्रस्थे। हरि हरि बोल। हे सुत कह सर्व कथा जेणे छाड़िब भव व्यथा पद्मकल्पर कथा कह जेणे न लागे भव मोह। सौनक प्रश्न सुत शुणी कहन्ति शुण महामुनि। सुत उवाच जे प्रश्न कल तुम्भे मोते ए प्रश्न सुकंक अग्रते पुछिले राजा परीक्षित मैत्रेय विदुर चरित परीक्ष वाक्य चित्ते घेनी जहा कहिले सुक मुनि। से प्रश्न अनुसारे जेते शुण कहिबा भागवते सुत सौनक संवाद शुणन्ते न लागे प्रमाद। द्वितीय स्कंधे भागवत अमृत रसमय गीत सुजन जनकर हित कहिला दास जगन्नाथ। भावे सुजन जनकर हित भावे कहिला दास जगन्नाथ। इति श्रीमद्भागवते महापुराणे पारमहंस्यां संहितायां 82 द्वितीय स्कंदे दशलक्षण कथने नाम 10 अध्याय इति द्वितीय स्कंध समाप्त।